ବାହାଘର ପରେ ଏବେ ଶାଶୁ ଘରେ ଓଡ଼ିଆ ଅଭିନେତ୍ରୀ ଛନ୍ଦିତା। ତାହେଲେ ଆପଣମାନେ ଛନ୍ଦିତା ପାଢ଼ୀଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ। ବହୁତ ସାରା ଓଡ଼ିଆ ସିରିଏଲରେ ସୁନ୍ଦର ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାରେ ସଫଳ ହୋଇପାରିଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ। ଆପଣମାନେ ତାଙ୍କୁ ଅଧିକାଂଶ ସିରିଏଲରେ ନେଗେଟିଭ କ୍ୟାରେକ୍ଟରରେ ଅଭିନୟ କରିଥିବାର ଦେଖିବାକୁ ପାଇଥିବେ। ତ ବର୍ତ୍ତମାନ ଛନ୍ଦିତାଙ୍କୁ ପ୍ରାୟ 35 ବର୍ଷ ବୟସ ହୋଇଗଲାଣି। ହେଲେ ରିଅଲ ଲାଇଫରେ ସେ ଏ ଯାଏଁ ବିବାହ କରିନାହାନ୍ତି, କିନ୍ତୁ ରିଲ୍ ଲାଇଫରେ ସେ ବହୁତ ଥର ବିବାହ କରିଛନ୍ତି। ତାହେଲେ ଛନ୍ଦିତା ଏବେ ଗୋଟିଏ ନୂଆ ଓଡ଼ିଆ ସିରିଏଲରେ ଅଭିନୟ କରୁଛନ୍ତି, ଯେଉଁଠି ସେ ଗୋଟିଏ ଓଡ଼ିଆ ଘରର ବୋହୂ ଭଳି ଅଭିନୟ କରୁଥିବାର ଦେଖାଦେଇଛନ୍ତି। ଓଡ଼ିଆ ଘରର ବୋହୂ ଭଳି ସିନ୍ଦୁର ଓ ଶଙ୍ଖା ଚୁଡ଼ି ଶାଢ଼ୀ ଓ ଗୋଟିଏ ଓଡ଼ିଆ ଘରର ବୋହୂ ଭଳି ନଜର ଆସିଛନ୍ତି ଛନ୍ଦିତା ପାଢ଼ୀ। କିନ୍ତୁ ରିଅଲ ଲାଇଫରେ ଛନ୍ଦିତା ଏ ଯାଏଁ ବିବାହ କରିନାହାନ୍ତି। ଗତ ଦିନମାନଙ୍କରେ ଚନ୍ଦନଙ୍କ ସହିତ ତାଙ୍କ ନାଁ ଯୋଡ଼ା ଯାଇଥିଲା। ଚନ୍ଦନ ବା ତୁଷାର ପରବର୍ତ୍ତୀ ସମୟରେ ମାହିଙ୍କୁ ବିବାହ କରିଛନ୍ତି। ଆଉ ଏହାପରେ ଏକା ହୋଇଯାଇଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ଛନ୍ଦିତା। ତାହେଲେ ଛନ୍ଦିତା ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଅଭିନେତାଙ୍କୁ ଭଲ ପାଉଛନ୍ତି ବୋଲି ଗୋଟିଏ ବ୍ଲଗରେ କହିଥିଲେ, କିନ୍ତୁ ସେ କେଉଁ ଓଡ଼ିଆ ହିରୋଙ୍କୁ ଭଲ ପାଉଛନ୍ତି ତାହା ସେ ସ୍ପଷ୍ଟ କରି କହିନାହାନ୍ତି। ତାହେଲେ ସେ କହିଛନ୍ତି କି ସମୟ ଆସିଲେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ନାଁ ନିହାତି ଭାବରେ ରିଭିଲ୍ କରିବେ। ତାହେଲେ ଏବେ ଓଡ଼ିଆ ସିରିଏଲରେ ବିବାହ କରିସାରିଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ଛନ୍ଦିତା। ରିଲ୍ ଲାଇଫରେ ବିବାହ କରିଛନ୍ତି ଛନ୍ଦିତା, ହେଲେ ରିଅଲ ଲାଇଫରେ ଏ ଯାଏଁ ସେ ବିବାହ କରିନାହାନ୍ତି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ଛନ୍ଦିତା ପାଢ଼ୀଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ।